ପିଲାବେଳେ ମାମା ଯେତେବେଳେ ଫଳକୋବି ବେସର କରୁଥିଲା ବା ଫଳକୋବିର କୌଣସି ବି ରେସିପି କରୁଥିଲା ବିଲକୁଲ ବି ଭଲ ଲାଗୁନଥିଲା। କିନ୍ତୁ ଏବେ ବଡ଼ ହେଲା ପରେ ଆଉ ସବୁ ଜିନିଷ ଖାଇବାକୁ ଭଲ ଲାଗୁଛି। ଆଉ ମୁଁ ସାଉଥ ଇଣ୍ଡିଆରେ ରହୁଛି, ଯେଉଁଠିକି ଫଳକୋବି ଏତେ ମିଳେନି, କିନ୍ତୁ ଯେବେ ମାର୍କେଟରେ ମିଳେ ବା ବହୁତ ରେୟାର ମିଳେ ସେତେବେଳେ ମୁଁ ନିଶ୍ଚୟ ନେଇକି ଆସେ। ତ କଥା ଥିଲା ଆଜି ମାର୍କେଟ ଯାଇଥିଲି ମୁଁ, ତ ସେଇଠି ଫଳକୋବି ଦେଖିଥିଲି। ଆଉ କ'ଣ, ଫଳକୋବି ଆଳୁ ଆଜି ବେସର କରିକି ଖାଇବି ଭାବି ଫଳକୋବି ନେଇକି ଆସିଲି। ତାକୁ ପୁଣି ଭଲ ଭାବରେ ଧୁଆଧୁଇ କରିକି ଲମ୍ବା ଲମ୍ବା କାଟି ନେଇଥିଲି। ଏପଟେ କଡ଼େଇ ଗରମ କରି ସେଥିରେ ସୋରିଷ ତେଲ ଦେଲି, କାରଣ ସୋରିଷ ତେଲରେ ହିଁ ବେସର ବହୁତ ବଢ଼ିଆ ଲାଗେ। ତାପରେ ସୋରିଷ ଫୁଟିବାକୁ ଛାଡ଼ିଲି ଓ ଗୋଟେ ପିଆଜକୁ ସରୁ ସରୁ କାଟିକି ଦେଇଥିଲି। ତାକୁ 2 ମିନିଟ୍ ଭାଜିଲା ପରେ କାଟିକି ରଖିଥିବା ଫଳକୋବି ଆଳୁକୁ ଦେଇଦେଲି। ତାକୁ ବି 2ରୁ 3 ମିନିଟ୍ ଭାଜିଲି। ତାପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଦେଇଦେଲି। ଏପଟେ ବେସର ମସଲା ପାଇଁ ଗୋଟେ ବ୍ଲେଣ୍ଡିଂ ଜାର୍ରେ ସୋରିଷ, ଜିରା, ଧନିଆ, ରସୁଣ, ଅଦା ଓ ଟିକେ ପିଆଜ ଓ ଟମାଟୋ ଗୋଟେ ଦେଇକି ୟାକୁ ଭଲ ଭାବରେ ବ୍ଲେଣ୍ଡିଂ କରିନେଲି। ଏଇଠି ମୁଁ ଧଳା ସୋରିଷ, କଳା ସୋରିଷ ମିଶାଇକି ନେଇଥିଲି, ଆପଣ ଚାହିଁଲେ ଗୋଟେରେ ବି କରିପାରିବେ। ବେସରକୁ ତାପରେ ଫଳ ଉପରେ ପକାଇକି ଆକୁ 2 ମିନିଟ୍ ଏପଟ ସେପଟ କରି ଭାଜିଲି, କାରଣ ଅଧିକ ଭାଜିଲେ ବେସର ପିତା ହେଇଯାଏ। ବ୍ଲେଣ୍ଡିଂ ଜାର୍ରେ ଆଉ ଟିକେ ପାଣି ମିଶାଇକି ତାକୁ ବି ଦେଇଦେଲି। ଏପଟେ କ'ଣ ହେଉଥିଲା, ଫଳ ଗୁଡ଼ାକ ଅଧା ସିଝି ଯାଇଥିଲା, ତାକୁ କଭର କରିକି 10 ମିନିଟ୍ କୁକ୍ କଲି, ଯେଉଁ ପର୍ଯ୍ୟନ୍ତ କି ତାର ଗ୍ରେଭି ପୁରା କମିଯିବ। ଦେଖନ୍ତୁ ହେଇଗଲା ରେଡ଼ି ଆମର ବେସର। ଆକୁ ଆପଣ ଗରମ ଗରମ ଭାତ ସାଙ୍ଗରେ ଖାଆନ୍ତୁ କିମ୍ବା ରୁଟି ଓ ପଖାଳ ସାଙ୍ଗରେ ବି ବହୁତ ବଢ଼ିଆ ଲାଗେ। ଲାଷ୍ଟରେ ଧନିଆ ପତ୍ର ଦେଇକି ସଜେଇ ଦେଲି। ଦେଖନ୍ତୁ କେତେ ବଢ଼ିଆ ହେଇଛି ନା।